ओम शांति 7 एप्रिल 2026 प्रातः मुरली बापदादा मधुबन। मीठे बच्चे, ଯେତେବେଳେ ବି ସମୟ ମିଳୁଛି ଏକାନ୍ତରେ ବସି ସଚ୍ଚା ପ୍ରେମିକଙ୍କୁ ମନେ ପକାଅ, କାହିଁକି ନା ଯୋଗ ଦ୍ୱାରା ହିଁ ସ୍ୱର୍ଗର ରାଜତ୍ୱ ମିଳିବ। ବାବା କହୁଛନ୍ତି, ମିଠେ ବଚ୍ଚେ, ଯେତେବେଳେ ବି ସମୟ ମିଳୁଛି ଏକାନ୍ତରେ ବସି ସଚ୍ଚା ପ୍ରେମିକଙ୍କୁ ମନେ ପକାଅ, କାହିଁକି ନା ଯୋଗ ଦ୍ୱାରା ହିଁ ସ୍ୱର୍ଗର ରାଜତ୍ୱ ମିଳିବ। ଆଜିର ପ୍ରଶ୍ନ, ତୁମକୁ ବାବା ମିଳିଯାଇଛନ୍ତି, ତେଣୁ ତୁମର କେଉଁ ବେଖାତିରପଣିଆ ସମାପ୍ତ ହୋଇଯିବା ଉଚିତ? ତୁମକୁ ବାବା ମିଳିଯାଇଛନ୍ତି, ତେଣୁ ତୁମର କେଉଁ ବେଖାତିରପଣିଆ ସମାପ୍ତ ହୋଇଯିବା ଉଚିତ? ଉତ୍ତର, କେତେକ ସନ୍ତାନ ବେଖାତିର ଭାବେ କହୁଛନ୍ତି କେତେକ ସନ୍ତାନ ବେଖାତିର ଭାବେ କହୁଛନ୍ତି ଆମେ ତ ବାବାଙ୍କର ହିଁ ଅଟୁ। କେତେକ ସନ୍ତାନ ବେଖାତିର ଭାବେ କହୁଛନ୍ତି ଆମେ ତ ବାବାଙ୍କର ହିଁ ଅଟୁ, ତେଣୁ ସେମାନେ ଯୋଗ କରିବାର ମେହନତ କରୁନାହାନ୍ତି। ବାରମ୍ବାର ବାବାଙ୍କର ସ୍ମୃତି ଭୁଲି ଯାଉଛନ୍ତି। ଏହା ହିଁ ହେଉଛି ବେଖାତିରପଣିଆ। ବାବା କହୁଛନ୍ତି, ପିଲାମାନେ, ଯଦି ଯୋଗଯୁକ୍ତ ସ୍ଥିତିରେ ରହିବ, ତେବେ ତୁମ ଭିତରେ ସ୍ଥାୟୀ ଖୁସି ରହିବ। କୌଣସି ପ୍ରକାରର ବିଘ୍ନ ଆସିବ ନାହିଁ। ଯେପରି ବାନ୍ଧେଲି ଅର୍ଥାତ୍ ବନ୍ଧନଯୁକ୍ତ ମାତାମାନେ ବାବାଙ୍କ ସ୍ମୃତିରେ ବ୍ୟାକୁଳ ହେଉଛନ୍ତି, ଦିନରାତି ମନେ ପକାଉଛନ୍ତି, ସେହିପରି ତୁମର ମଧ୍ୟ ନିରନ୍ତର ସ୍ମୃତି ରହିବା। तकदीर जगाकर आई हूँ, मैं एक नई दुनिया बसाकर लाई हूँ। ओम शांति। ବାବା ପିଲାମାନଙ୍କୁ ବୁଝାଇଛନ୍ତି, ତୁମେମାନେ ମଧ୍ୟ କହୁଛ ଓମ୍ ଶାନ୍ତି। ବାବା ମଧ୍ୟ କହୁଛନ୍ତି ଓମ୍ ଶାନ୍ତି ଅର୍ଥାତ୍ ତୁମେ ଆତ୍ମାମାନେ ମଧ୍ୟ ଶାନ୍ତ ସ୍ୱରୂପ। ବାବା ମଧ୍ୟ ଶାନ୍ତ ସ୍ୱରୂପ ଅଟନ୍ତି। ଆତ୍ମାର ସ୍ୱଧର୍ମ ଶାନ୍ତ ଏବଂ ପରମାତ୍ମାଙ୍କର ସ୍ୱଧର୍ମ ମଧ୍ୟ ଶାନ୍ତ ଅଟେ। ତୁମେମାନେ ମଧ୍ୟ ଶାନ୍ତିଧାମର ନିବାସୀ ଅଟ। ବାବା କହୁଛନ୍ତି, ମୁଁ ମଧ୍ୟ ଶାନ୍ତିଧାମର ନିବାସୀ ଅଟେ। ତୁମେ ପିଲାମାନେ ପୁନର୍ଜନ୍ମରେ ଆସୁଛ, ମୁଁ ଆସୁନାହିଁ। ମୁଁ ଏହି ରଥରେ ବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛି। ଏହା ମୋର ରଥ ଅଟେ। ଶଙ୍କରଙ୍କୁ ଯଦି ପଚାରିବ, ବାସ୍ତବରେ ପଚାରି ତ ପାରିବ ନାହିଁ, କିନ୍ତୁ ଧରିନିଅ ସୂକ୍ଷ୍ମ ଲୋକକୁ ଯାଇ ଯଦି କେହି ପଚାରିବ, ତେବେ ସିଏ କହିବେ ଏହି ସୂକ୍ଷ୍ମ ଶରୀର ମୋର ଅଟେ। କିନ୍ତୁ ଶିବ ବାବା କହୁଛନ୍ତି ଏହା ମୋର ଶରୀର ନୁହେଁ, ଏହାକୁ ମୁଁ ଉଦ୍ଧାର ନେଇଛି, କାହିଁକି ନା ମୋତେ ମଧ୍ୟ କର୍ମେନ୍ଦ୍ରିୟର ଆଧାର ଦରକାର। ତେବେ ପ୍ରଥମ ଏବଂ ମୁଖ୍ୟ କଥା ବୁଝାଇବାକୁ ହେବ ଯେ ପତିତ ପାବନ ଜ୍ଞାନର ସାଗର ଶ୍ରୀକୃଷ୍ଣ ନୁହନ୍ତି। ଶ୍ରୀକୃଷ୍ଣ ସର୍ବ ଆତ୍ମାମାନଙ୍କୁ ପତିତରୁ ପାବନ କରୁନାହାନ୍ତି। ସିଏ ତ ପତିତ ଦୁନିଆକୁ ଆସି ରାଜ୍ୟ କରିଥାନ୍ତି। ପ୍ରଥମେ ରାଜକୁମାର ହୁଅନ୍ତି, ତାପରେ ପୁଣି ମହାରାଜା ହୁଅନ୍ତି। ତାଙ୍କ ଭିତରେ ମଧ୍ୟ ଏହି ଜ୍ଞାନ ନାହିଁ। ରଚନାର ଜ୍ଞାନ ତ ରଚୟିତାଙ୍କ ପାଖରେ ହିଁ ଥିବ ନା। ଶ୍ରୀକୃଷ୍ଣଙ୍କୁ ରଚନା କୁହାଯାଏ, ତେଣୁ ରଚୟିତା ବାବା ହିଁ ଆସି ରଚନାର ଜ୍ଞାନ ଦେଉଛନ୍ତି। ଏବେ ବାବା ସନ୍ତାନମାନଙ୍କୁ ରଚନା କରୁଛନ୍ତି, କହୁଛନ୍ତି ତୁମେମାନେ ମୋର ସନ୍ତାନ। ତୁମେ ମଧ୍ୟ କହୁଛ ବାବା ଆମେ ଆପଣଙ୍କର। ଏଭଳି ମଧ୍ୟ କୁହାଯାଉଛି ଯେ ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କର ସ୍ଥାପନା ଅର୍ଥାତ୍ ରଚନା ହୋଇଥାଏ। ନଚେତ୍ ବ୍ରାହ୍ମଣ କେଉଁଠୁ ଆସିଲେ? ସୂକ୍ଷ୍ମ ଲୋକ ନିବାସୀ ବ୍ରହ୍ମା କେହି ଅଲଗା ନୁହନ୍ତି। ସୂକ୍ଷ୍ମ ଲୋକର ବ୍ରହ୍ମା ହିଁ ସାକାର ବ୍ରହ୍ମା ଅଟନ୍ତି। ସିଏ ହିଁ ପୁଣି ଉପରବାଲା ଅର୍ଥାତ୍ ସୂକ୍ଷ୍ମ ଲୋକର ମଧ୍ୟ ଅଟନ୍ତି। ସେହି ଜଣେ ହିଁ ଅଟନ୍ତି। ସେହିପରି ବିଷ୍ଣୁ ଏବଂ ଲକ୍ଷ୍ମୀ ନାରାୟଣ କହିବା ଏକା କଥା। ତେବେ ସେମାନଙ୍କର ନିବାସ ସ୍ଥାନ କେଉଁଠି? ବ୍ରହ୍ମା ହିଁ ବିଷ୍ଣୁ ହୋଇଥାନ୍ତି। ବ୍ରହ୍ମା ସରସ୍ୱତୀ ହିଁ ଲକ୍ଷ୍ମୀ ନାରାୟଣ ହୁଅନ୍ତି।
ପୁଣି ସେହିମାନେ ହିଁ ସାରା କଳ୍ପ 84 ଜନ୍ମ ପରେ ଆସି ସଙ୍ଗମ ଯୁଗରେ ବ୍ରହ୍ମା ସରସ୍ୱତୀ ହୋଇଥାନ୍ତି। ଲକ୍ଷ୍ମୀ ନାରାୟଣ ମଧ୍ୟ ମନୁଷ୍ୟ ଏବଂ ଦେବୀ ଦେବତା ଧର୍ମର ଅଟନ୍ତି। ବିଷ୍ଣୁଙ୍କୁ ମଧ୍ୟ 4 ଭୁଜାଧାରୀ ରୂପରେ ଦେଖାଇଛନ୍ତି। ଏହା ପ୍ରବୃତ୍ତି ମାର୍ଗର ଚିହ୍ନ। ଭାରତରେ ଆରମ୍ଭରୁ ହିଁ ପ୍ରବୃତ୍ତି ମାର୍ଗ ଚାଲି ଆସୁଛି। ସେଥିପାଇଁ ବିଷ୍ଣୁଙ୍କୁ 4ଟି ହାତ ଦେଇଛନ୍ତି। ଏଠାରେ ବ୍ରହ୍ମା ସରସ୍ୱତୀ ଅଛନ୍ତି। ଏହି ସରସ୍ୱତୀ ପୋଷ୍ୟ କନ୍ୟା ଅଟନ୍ତି। ବ୍ରହ୍ମାଙ୍କର ପ୍ରକୃତ ନାମ ଲକ୍ଷୀରାଜ ଥିଲା। ପରେ ବାବା ତାଙ୍କର ନାମ ବ୍ରହ୍ମା ରଖିଲେ। ଶିବ ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଲେ ଏବଂ ରାଧେଙ୍କୁ ନିଜର ସନ୍ତାନ କରିଲେ ଏବଂ ତାଙ୍କର ନାମ ସରସ୍ୱତୀ ରଖିଲେ। ବ୍ରହ୍ମା ସରସ୍ୱତୀଙ୍କର ଲୌକିକ ପିତା ନୁହନ୍ତି। ଏହି 2 ଜଣଙ୍କର ଲୌକିକ ପିତା ଅଲଗା ଅଲଗା ଥିଲେ। ଏବେ ସେମାନେ ନାହାନ୍ତି। ଶିବ ବାବା ହିଁ ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି। ତୁମେମାନେ ସମସ୍ତେ ଶିବ ବାବାଙ୍କର ସନ୍ତାନ। ଶିବ ବାବା ବ୍ରହ୍ମାଙ୍କର ମୁଖକମଳ ଦ୍ୱାରା ତୁମକୁ ରଚନା କରୁଛନ୍ତି। ସେଥିପାଇଁ ବ୍ରହ୍ମାଙ୍କୁ ମଧ୍ୟ ମାତା କୁହାଯାଉଛି। ଗାୟନ ମଧ୍ୟ କରୁଛନ୍ତି। ତୁମ ମାତ ପିତା ହମ୍ ବାଲକ ତେରେ, ତୁମାରି କୃପା ସେ ସୁଖ ଘନେରେ। ତୁମେ ବ୍ରାହ୍ମଣମାନେ ଆସି ଏବେ ବାଳକ ହେଉଛ। ଏସବୁକୁ ବୁଝିବା ପାଇଁ ବହୁତ ଭଲ ବୁଦ୍ଧି ଦରକାର। ତୁମେ ପିଲାମାନେ ଶିବ ବାବାଙ୍କ ଠାରୁ ସମ୍ପତ୍ତି ନେଉଛ। ବ୍ରହ୍ମା କୌଣସି ସ୍ୱର୍ଗର ରଚୟିତା ବା ଜ୍ଞାନର ସାଗର ନୁହନ୍ତି। ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି। ଆତ୍ମାର ପିତା ହିଁ ଜ୍ଞାନର ସାଗର ଅଟନ୍ତି। ବର୍ତ୍ତମାନ ବ୍ରହ୍ମାଙ୍କର ଆତ୍ମା ମଧ୍ୟ ଜ୍ଞାନର ସାଗର ହେଉଛି। କିନ୍ତୁ ୟାଙ୍କୁ ଜ୍ଞାନ ସାଗର କୁହାଯିବ ନାହିଁ, କାରଣ ସାଗର କେବଳ ଜଣେ ହିଁ ଅଟନ୍ତି। ତୁମେ ସବୁ ନଦୀ ଅଟ। ସାଗରଙ୍କର ନିଜର ଶରୀର ନାହିଁ। ନଦୀମାନଙ୍କର ନିଜର ଶରୀର ଅଛି। ତୁମେମାନେ ହେଲ ଜ୍ଞାନର ନଦୀ। କଲିକତାରେ ବ୍ରହ୍ମପୁତ୍ର ନଦୀ ବହୁତ ବଡ଼, କାହିଁକିନା ତାର ସାଗର ସହିତ ସମ୍ବନ୍ଧ ରହିଛି। ସେଠାରେ ବହୁତ ବଡ଼ ମେଳା ଲାଗିଥାଏ। ଏଠାରେ ମଧ୍ୟ ମେଳା ଲାଗୁଛି। ସାଗର ଏବଂ ବ୍ରହ୍ମପୁତ୍ର 2 ଜଣ ଏବେ ଏକାଠି ଅଛନ୍ତି। ଏମାନେ ହେଲେ ଚୈତନ୍ୟ, ସେମାନେ ହେଲେ ଜଡ଼। ଏହିସବୁ କଥାକୁ ବାବା ବୁଝାଉଛନ୍ତି। ଏ କଥା କୌଣସି ଶାସ୍ତ୍ରରେ ନାହିଁ। ଶାସ୍ତ୍ରଗୁଡ଼ିକ ହେଲା ଭକ୍ତି ମାର୍ଗର ବିଭାଗ। ଏହା ହେଲା ଜ୍ଞାନ ମାର୍ଗ, ତାହା ଭକ୍ତି ମାର୍ଗ। ଅଧା କଳ୍ପ ହେବ ଭକ୍ତି ମାର୍ଗର ବିଭାଗ ଚାଲି ଆସିଛି। ସେଥିରେ ଜ୍ଞାନ ସାଗର ନାହାନ୍ତି। ପରମ ପିତା ପରମାତ୍ମା ଜ୍ଞାନର ସାଗର। ବାବା ସଙ୍ଗମ ଯୁଗରେ ଆସି ଜ୍ଞାନ ସ୍ନାନ କରାଇ ସମସ୍ତଙ୍କର ସଦ୍ଗତି କରିଥାନ୍ତି। ତୁମେ ଜାଣିଛ ଯେ ଆମେ ବେହଦର ପିତାଙ୍କ ଦ୍ୱାରା ସ୍ୱର୍ଗ ସୁଖର ଭାଗ୍ୟ ତିଆରି କରୁଛୁ। ବାସ୍ତବରେ ଆମେ ସତ୍ୟଯୁଗ ତ୍ରେତା ଯୁଗରେ ପୂଜ୍ୟ ଦେବୀ ଦେବତା ଥିଲେ। ଏବେ ଆମେ ପୂଜାରୀ ମନୁଷ୍ୟ ହୋଇଯାଇଛୁ। ପୁଣି ଏବେ ମନୁଷ୍ୟରୁ ଦେବତା ହେବାକୁ ଯାଉଛୁ। ବ୍ରାହ୍ମଣରୁ ଦେବତା ଧର୍ମକୁ ଆସିଲୁ। ପୁଣି କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହେଲୁ। 84 ଜନ୍ମ ନେଇ ନେଇ ତଳକୁ ଓହ୍ଲାଇବାକୁ ପଡ଼ିଲା। ଏହି ସବୁ କଥା ତୁମକୁ ବାବା ହିଁ ଶୁଣାଇଛନ୍ତି। ତୁମେ ନିଜର ଜନ୍ମକୁ ଜାଣିନଥିଲ। 84 ଜନ୍ମ ତୁମେମାନେ ହିଁ ନେଉଛ। ଯେଉଁମାନେ ପ୍ରଥମେ ପ୍ରଥମେ ଆସୁଛନ୍ତି ସେହିମାନେ ହିଁ ପୁରା 84 ଜନ୍ମ ନେଉଛନ୍ତି। ତେବେ ଯୋଗବଳ ଦ୍ୱାରା ହିଁ ସବୁ ଖାଦ ବାହାରି ଯାଇଥାଏ। କିନ୍ତୁ ଯୋଗରେ ମେହନତ ରହିଛି। ଯଦିଓ କେତେକ ସନ୍ତାନ ଜ୍ଞାନରେ ବହୁତ ତୀକ୍ଷ୍ଣ ଅଟନ୍ତି, କିନ୍ତୁ ଯୋଗରେ ଦୁର୍ବଳ ଅଛନ୍ତି। ଯେଉଁ ମାତାମାନେ ବନ୍ଧନରେ ଅଛନ୍ତି ସେମାନେ ବନ୍ଧନ ମୁକ୍ତ ମାତାମାନଙ୍କ ଠାରୁ ଅଧିକ ଯୋଗଯୁକ୍ତ ହୋଇ ରହୁଛନ୍ତି। ସେମାନେ ତ ଶିବ ବାବାଙ୍କ ସହିତ ମିଶିବା ପାଇଁ ରାତି ଦିନ ବ୍ୟାକୁଳ ହେଉଛନ୍ତି। ତୁମେମାନେ ମିଶି ସାରିଛ। ତୁମକୁ ତ କୁହାଯାଉଛି ଯୋଗଯୁକ୍ତ ହୋଇ ରୁହ, କିନ୍ତୁ ତୁମେ ବାରମ୍ବାର ଭୁଲି ଯାଉଛ। ତୁମକୁ ମାୟାର ତୋଫାନ ବହୁତ ଆସୁଛି। ସେମାନେ ବାବାଙ୍କୁ ମନେ ପକାଇ ବହୁତ ବ୍ୟାକୁଳ ହେଉଛନ୍ତି। ତୁମେମାନେ ବ୍ୟାକୁଳ ହେଉନାହଁ।
ତେଣୁ ଘରେ ବସି ମଧ୍ୟ ସେମାନଙ୍କର ଉଚ୍ଚ ପଦ ହୋଇଯାଉଛି। ତୁମେ ପିଲାମାନେ ଜାଣିଛ, ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ଆମକୁ ସ୍ୱର୍ଗର ବାଦଶାହୀ ମିଳିବ। ଯେପରି ସନ୍ତାନ ଗର୍ଭରୁ ବାହାରିବା ପାଇଁ ବ୍ୟାକୁଳ ହେଉଥାଏ, ସେହିପରି ବନ୍ଧନ ଭିତରେ ଥିବା ମାତାମାନେ ବ୍ୟାକୁଳ ହୋଇ ଡାକିଥାନ୍ତି, ଶିବ ବାବା, ମୋତେ ଏହି ବନ୍ଧନରୁ ମୁକ୍ତ କର। ଦିନ ରାତି ବାବାଙ୍କୁ ମନେ ପକାଇଥାନ୍ତି। ତୁମମାନଙ୍କୁ ତ ବାବା ମିଳିଯାଇଛନ୍ତି, ତେଣୁ ତୁମେ ବେପରୁଆ ହୋଇଯାଇଛ। ମୁଁ ବାବାଙ୍କର ସନ୍ତାନ, ମୁଁ ଏହି ଶରୀରକୁ ଛାଡ଼ି ରାଜକୁମାର ହେବି। ଭିତରେ ଏହିଭଳି ସ୍ଥାୟୀ ଖୁସି ରହିବା ଉଚିତ। କିନ୍ତୁ ମାୟା ବାବାଙ୍କ ସ୍ମୃତିରେ ରହିବାକୁ ଦେଉନାହିଁ। ତେବେ ଯୋଗବଳ ଦ୍ୱାରା ବହୁତ ଖୁସି ଆସିବ। ଯଦି ଯୋଗ ନ କରିବ, ତେବେ ଅଣନିଶ୍ୱାସୀ ହେବାକୁ ପଡ଼ିବ। ଅଧା କଳ୍ପ ତୁମେମାନେ ରାବଣ ରାଜ୍ୟରେ ବହୁତ ଦୁଃଖ ଭୋଗିଛ। ଅକାଳ ମୃତ୍ୟୁ ହୋଇ ଆସିଛି। ଏଠାରେ କେବଳ ଦୁଃଖ ହିଁ ଦୁଃଖ। ଯଦିଓ କେତେ ବି ଧନୀ ହୋଇଥାନ୍ତୁ, କିନ୍ତୁ ଦୁଃଖ ତ ଭୋଗିବାକୁ ପଡ଼ିଥାଏ। ଅକାଳ ମୃତ୍ୟୁ ହୋଇଯାଇଥାଏ। ସତ୍ୟ ଯୁଗରେ ଏହିଭଳି ଅକାଳ ମୃତ୍ୟୁ ହୁଏ ନାହିଁ। ସେଠାରେ କେହି କେବେ ବି ରୋଗୀ ହୋଇନଥାନ୍ତି। ସମୟ ଆସିଲେ ଆପେ ଆପେ ବସି ବସି ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରିଥାନ୍ତି। ତାହାର ନାମ ହିଁ ହେଉଛି ସୁଖଧାମ। କିନ୍ତୁ ମନୁଷ୍ୟମାନେ ତ ସ୍ୱର୍ଗର କଥାକୁ କଳ୍ପନା ବୋଲି ଭାବୁଛନ୍ତି। କହିବେ, ସ୍ୱର୍ଗ କୁଆଡ଼ୁ ଆସିଲା? ତୁମେମାନେ ଜାଣିଛ, ଆମେ ତ ସ୍ୱର୍ଗର ନିବାସୀ ଅଟୁ। ପୁଣି 84 ଜନ୍ମ ମଧ୍ୟ ନେଉଛୁ। ସାରା ଖେଳ ବା ନାଟକ ଭାରତ ଉପରେ ହିଁ ଆଧାରିତ ହୋଇଛି। ତୁମେମାନେ ଜାଣିଛ, ଆମେ 21 ଜନ୍ମ ପାବନ ଦେବତା ଥିଲୁ। ପୁଣି ଆମେ କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଲୁ। ଏବେ ପୁଣି ବ୍ରାହ୍ମଣ ହୋଇଛୁ। ଏହି ସ୍ୱଦର୍ଶନ ଚକ୍ର ଘୁରାଇବା ବହୁତ ସହଜ। ଏହି କଥା ସବୁ ଶିବ ବାବା ଆସି ବୁଝାଉଛନ୍ତି। ତୁମେମାନେ ଜାଣିଛ, ଶିବ ବାବା ବ୍ରହ୍ମାଙ୍କ ଶରୀର ରୂପୀ ରଥରେ ଆସିଛନ୍ତି। ବର୍ତ୍ତମାନ ଯିଏ ବ୍ରହ୍ମା, ସିଏ ହିଁ ସତ୍ୟଯୁଗ ଆରମ୍ଭରେ ଶ୍ରୀକୃଷ୍ଣ ଥିଲେ, ଯିଏକି 84 ଜନ୍ମ ନେଇ ଏବେ ପତିତ ହୋଇଯାଇଛନ୍ତି। ପୁଣି ତାଙ୍କ ଶରୀରରେ ଶିବ ବାବା ପ୍ରବେଶ କରି ତୁମକୁ ପୋଷ୍ୟ କରିଛନ୍ତି। ସିଏ ନିଜେ କହୁଛନ୍ତି, ମୁଁ ଏହି ଶରୀରର ଆଧାର ନେଇ ତୁମମାନଙ୍କୁ ନିଜର ସନ୍ତାନ କରିଛି। ପୁଣି ତୁମକୁ ସ୍ୱର୍ଗର ରାଜଧାନୀର ଯୋଗ୍ୟ କରୁଛି। ଯେଉଁମାନେ ଯୋଗ୍ୟ ହେବେ, ସେହିମାନେ ହିଁ ରାଜତ୍ୱରେ ଆସିବେ। ଏଥିରେ ଚରିତ୍ର ମଧ୍ୟ ବହୁତ ଭଲ ଦରକାର। ତେବେ ମୁଖ୍ୟ କଥା ହେଲା ପବିତ୍ରତା। ସେଥିପାଇଁ ହିଁ ଅବଳା ଅର୍ଥାତ୍ ନାରୀମାନଙ୍କ ଉପରେ ଅତ୍ୟାଚାର ହେଉଛି। କେଉଁଠି କେଉଁଠି ପୁରୁଷମାନଙ୍କ ଉପରେ ମଧ୍ୟ ଅତ୍ୟାଚାର ହୋଇଥାଏ। ବିକାର ପାଇଁ ଜଣେ ଅନ୍ୟ ଜଣଙ୍କୁ ଦୁଃଖୀ କରୁଛନ୍ତି। ଏଠାରେ ମାତାମାନଙ୍କ ସଂଖ୍ୟା ଅଧିକ ହେବା କାରଣରୁ ଶକ୍ତି ସେନାଙ୍କର ନାମର ଗାୟନ ହେଉଛି ବନ୍ଦେ ମାତରମ୍। ଏବେ ତୁମେ କାମ ଅଗ୍ନିରୁ ଓହ୍ଲାଇ ଗୋରା ପବିତ୍ର ହେବା ପାଇଁ ଜ୍ଞାନ ଅଗ୍ନି ଉପରେ ବସିଛ। ଦ୍ୱାପର ଯୁଗଠାରୁ ତୁମେମାନେ କାମ ଅଗ୍ନି ଉପରେ ବସି ଆସିଛ। ଜଣେ ଅନ୍ୟ ଜଣକୁ ବିକାରୀ କରିବାର ହାତଗଣ୍ଠି ବିକାରୀ ବ୍ରାହ୍ମଣମାନେ ବାନ୍ଧିଥାନ୍ତି। ତୁମେମାନେ ହେଲ ନିର୍ବିକାରୀ ବ୍ରାହ୍ମଣ। ତୁମେ ସେହି ବିକାରୀ ହେବାର ଚୁକ୍ତିକୁ ରଦ୍ଦ କରି ସେମାନଙ୍କୁ ଜ୍ଞାନଚିତା ଉପରେ ବସାଉଛ। କାମଚିତା ଦ୍ୱାରା ସମସ୍ତେ କଳା ହୋଇଯାଇଛନ୍ତି। ଜ୍ଞାନଚିତା ଦ୍ୱାରା ପୁଣି ଗୋରା ହୋଇଯିବେ। ବାବା କହୁଛନ୍ତି, ଯଦିଓ ନାରୀ ପୁରୁଷ ଏକାଠି ରହୁଛ, କିନ୍ତୁ ପ୍ରତିଜ୍ଞା କରିବାକୁ ହେବ ଯେ ଆମେ ବିକାରୀ ହେବୁ ନାହିଁ। ସେଥିପାଇଁ ବାବା ମୁଦି ମଧ୍ୟ ପିନ୍ଧାଉଛନ୍ତି। ଶିବ ବାବା ମଧ୍ୟ ଅଟନ୍ତି, ପତି ମଧ୍ୟ ଅଟନ୍ତି। ସମସ୍ତ ସୀତାମାନଙ୍କର ରାମ, ସିଏ ହିଁ ପତିତ ପାବନ ଅଟନ୍ତି। ବାକି ଏହା କୌଣସି ରଘୁପତି ରାଘବ ରାଜା ରାମଙ୍କର କଥା ନୁହେଁ। ସିଏ ମଧ୍ୟ ସଙ୍ଗମ ଯୁଗରେ ହିଁ ଏହି ପ୍ରାରବ୍ଧ ପାଇଥିଲେ। ତାଙ୍କ ହାତରେ ହିଂସ୍ରକ ବାଣ, ଧନୁତୀର ଆଦି ଦେଖାଇବା ଭୁଲ। ଚିତ୍ରରେ ମଧ୍ୟ ଦେବା ଉଚିତ ନୁହେଁ। କେବଳ ଚନ୍ଦ୍ରବଂଶୀ ବୋଲି ଲେଖିବାକୁ ହେବ। ପିଲାମାନଙ୍କୁ ବୁଝାଇବାକୁ ହେବ ଯେ ଶିବ ବାବା ଏହି ରଥ ଦ୍ୱାରା ଆମକୁ ଏହି ସୃଷ୍ଟିଚକ୍ରର ରହସ୍ୟକୁ ବୁଝାଉଛନ୍ତି। ସତ୍ୟନାରାୟଣଙ୍କର କାହାଣୀ ମଧ୍ୟ ଅଛି ନା?
ତାହା ହେଲା ମନୁଷ୍ୟମାନଙ୍କ ଦ୍ୱାରା ତିଆରି ହୋଇଥିବା କଥା। ତା ଦ୍ୱାରା କେହି ବି ନରରୁ ନାରାୟଣ ହୁଅନ୍ତି ନାହିଁ। ସତ୍ୟ ନାରାୟଣ କଥାର ଅର୍ଥ ହେଲା ନରରୁ ନାରାୟଣ ହେବା। ଅମର କଥା ମଧ୍ୟ ଶୁଣାଇଥାନ୍ତି, କିନ୍ତୁ ଅମର ପୁରୀକୁ ତ କେହି ଯାଆନ୍ତି ନାହିଁ। ମୃତ୍ୟୁଲୋକ 25,000 ବର୍ଷ ଚାଲିଥାଏ। ତିଜ୍ରି କଥା ବା ଆତ୍ମାର ତୃତୀୟ ନେତ୍ରର କଥା ମାତାମାନେ ଶୁଣାଇଥାନ୍ତି। ବାସ୍ତବରେ ଏହା ହେଲା ଜ୍ଞାନର ତୃତୀୟ ନେତ୍ର ଦେବାର କଥା। ଏବେ ଆତ୍ମାକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ତେଣୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ମୁଁ ଏହି ଶରୀର ଦ୍ୱାରା ଏବେ ଦେବତା ହେବାକୁ ଯାଉଛି। ମୋ ଭିତରେ ହିଁ ସଂସ୍କାର ଅଛି। ବର୍ତ୍ତମାନ ତ ସବୁ ମନୁଷ୍ୟ ଦେହ ଅଭିମାନୀ ଅଟନ୍ତି। ବାବା ଆସି ତୁମମାନଙ୍କୁ ଦେହୀ ଅଭିମାନୀ କରୁଛନ୍ତି। ଲୋକମାନେ ତ କହିଦେଉଛନ୍ତି ଆତ୍ମା ପରମାତ୍ମା ଏକ ଅଟନ୍ତି। ପରମାତ୍ମା ହିଁ ଏହି ସବୁ ରୂପ ଧାରଣ କରିଛନ୍ତି। ବାବା କହୁଛନ୍ତି ଏସବୁ ଭୁଲ କଥା। ଏହାକୁ ମିଥ୍ୟା ଅଭିମାନ, ମିଥ୍ୟା ଜ୍ଞାନ କୁହାଯାଏ। ବାବା ଶୁଣାଉଛନ୍ତି ମୁଁ ବିନ୍ଦୁ ସଦୃଶ ଅଟେ। ଏ କଥା ତୁମେମାନେ ମଧ୍ୟ ଜାଣିନଥିଲ, ବ୍ରହ୍ମା ମଧ୍ୟ ଜାଣିନଥିଲେ। ଏବେ ବାବା ଆସି ବୁଝାଉଛନ୍ତି ଏଥିରେ ସଂଶୟ ଆସିବା ଉଚିତ ନୁହେଁ, ନିଶ୍ଚୟ ରହିବା ଉଚିତ। ବାବା ନିଶ୍ଚିତ ସତ୍ୟ ହିଁ କହୁଛନ୍ତି। କୁହାଯାଏ ସଂଶୟ ବୁଦ୍ଧି ବିନଶ୍ୟନ୍ତି। ସେମାନେ ପୁରା ସମ୍ପତ୍ତି ପାଇବେ ନାହିଁ। ତେବେ ଆତ୍ମ ଅଭିମାନୀ ହେବାରେ ବହୁତ ମେହନତ ରହିଛି। ଭୋଜନ ତିଆରି କରିବା ସମୟରେ ମଧ୍ୟ ବୁଦ୍ଧି ବାବାଙ୍କ ସହିତ ଲାଗି ରହୁ। ପ୍ରତ୍ୟେକ କଥାରେ ଏହିଭଳି ଅଭ୍ୟାସ କରିବା ଦରକାର। ରୁଟି ବେଲିବା ସମୟରେ ମଧ୍ୟ ନିଜର ପ୍ରେମିକକୁ ମନେ ପକାଇବା ଉଚିତ। ପ୍ରତ୍ୟେକ କଥାରେ ଏହି ଅଭ୍ୟାସ ଆବଶ୍ୟକ। ଯେତେବେଳେ ବି ଫୁର୍ସତ ମିଳୁଛି ବାବାଙ୍କୁ ମନେ ପକାଇବା ଉଚିତ, କାରଣ ଯୋଗ ଦ୍ୱାରା ହିଁ ତୁମେମାନେ ସତୋପ୍ରଧାନ ହେବ। 8 ଘଣ୍ଟା କର୍ମ କରିବା ପାଇଁ ଛୁଟି ମିଳିଛି। ମଝିରେ ମଝିରେ ଏକାନ୍ତରେ ଯାଇ ବସିବା ଉଚିତ। ତୁମକୁ ସମସ୍ତଙ୍କୁ ବାବାଙ୍କର ପରିଚୟ ମଧ୍ୟ ଶୁଣାଇବାକୁ ହେବ। ଆଜି ନ ଶୁଣିଲେ କାଲି ଶୁଣିବେ। ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି। ଆମେ ସ୍ୱର୍ଗରେ ଥିଲେ, ଏବେ ପୁଣି ନର୍କବାସୀ ହୋଇଯାଇଛେ। ବର୍ତ୍ତମାନ ବାବାଙ୍କ ଠାରୁ ପୁଣି ଥରେ ବର୍ଷା ମିଳୁଛି। ବାବା ଆସି ଭାରତବାସୀମାନଙ୍କୁ ହିଁ ବୁଝାଉଛନ୍ତି। ବାବା ମଧ୍ୟ ଭାରତରେ ହିଁ ଆସୁଛନ୍ତି। ଦେଖ, ଆମ ପାଖକୁ ମୁସଲମାନ ମାନେ ମଧ୍ୟ ଆସୁଛନ୍ତି। ସେମାନେ ମଧ୍ୟ ସେଣ୍ଟରର ଦାୟିତ୍ୱ ନେଉଛନ୍ତି। କହୁଛନ୍ତି ଶିବ ବାବାଙ୍କୁ ମନେ ପକାଅ। ଶିଖ ମାନେ ମଧ୍ୟ ଆସୁଛନ୍ତି, ଖ୍ରୀଷ୍ଟିଆନ ମଧ୍ୟ ଆସୁଛନ୍ତି। ଆଗକୁ ଗଲେ ଆହୁରି ବହୁତ ଆସିବେ। ଏହି ଜ୍ଞାନ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ, କାରଣ ଏହା ହେଉଛି ବାବାଙ୍କର ସହଜ ଯୋଗ ଏବଂ ସହଜ ବର୍ଷା। କିନ୍ତୁ ପବିତ୍ର ତ ନିଶ୍ଚିତ ହେବାକୁ ପଡ଼ିବ। ଗାୟନ ଅଛି, ଦାନ ଦେଲେ ଯାଇ ଗ୍ରହଣ ଛାଡ଼ିବ। ଏବେ ଭାରତ ଉପରେ ରାହୁର ଗ୍ରହଣ ଲାଗିଛି। ଏହାପରେ 21 ଜନ୍ମ ପାଇଁ ବୃହସ୍ପତିର ଦଶା ଆରମ୍ଭ ହୋଇଯିବ। ପ୍ରଥମେ ହୋଇଥାଏ ବୃହସ୍ପତିର ଦଶା, ତାପରେ ଶୁକ୍ରର ଦଶା। ସୂର୍ଯ୍ୟବଂଶୀଙ୍କ ଉପରେ ବୃହସ୍ପତିର ଦଶା, ଚନ୍ଦ୍ରବଂଶୀଙ୍କ ଉପରେ ଶୁକ୍ରର ଦଶା କୁହାଯିବ। ତାପରେ ଦଶା କମି କମି ଯାଇଥାଏ। ସବୁଠାରୁ ଖରାପ ହେଲା ରାହୁ ଦଶା। ବୃହସ୍ପତି କୌଣସି ଗୁରୁ ନୁହେଁ, ଏହା ହେଲା ବୃକ୍ଷପତି, ଅର୍ଥାତ୍ ଏହି କଳ୍ପ ବୃକ୍ଷର ରଚୟିତା। ବାବାଙ୍କର ଦଶା। ବୃକ୍ଷପତି ବାବା ଆସିବା କାରଣରୁ ବୃହସ୍ପତି ଏବଂ ଶୁକ୍ରର ଦଶା ପଡ଼ିଥାଏ। ରାବଣ ଆସିବା ମାତ୍ରେ ରାହୁର ଦଶା ପଡ଼ିଯାଇଥାଏ। ତୁମମାନଙ୍କ ଉପରେ ଏବେ ବୃହସ୍ପତିର ଦଶା ପଡ଼ିଛି। ତୁମେମାନେ କେବଳ ବୃକ୍ଷପତିଙ୍କୁ ମନେ ପକାଅ, ପବିତ୍ର ହୁଅ, ବାସ୍। ଆଚ୍ଛା, ମିଠେ ମିଠେ ଶିଖିଲା ଦେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି, ଗୁଡ୍ ମର୍ଣ୍ଣିଂ, ନମସ୍ତେ 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 ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର। ପ୍ରତ୍ୟେକ କାର୍ଯ୍ୟ କରି ମଧ୍ୟ ଆତ୍ମ ଅଭିମାନୀ ହେବାର ଅଭ୍ୟାସ କରିବାକୁ ହେବ।
ଦେହର ଅହଙ୍କାର ସମାପ୍ତ ହୋଇଯାଉ ସେଥିପାଇଁ ହିଁ ମେହନତ କରିବାକୁ ପଡ଼ିବ। 2 ନମ୍ବର, ସତ୍ୟଯୋଗୀ ରାଜତ୍ୱର ଯୋଗ୍ୟ ହେବା ପାଇଁ ନିଜର ଚାଲିଚଳନ ବା ବ୍ୟବହାରକୁ ରାଜକୀୟ କରିବାକୁ ହେବ। ପବିତ୍ରତା ହିଁ ସବୁଠାରୁ ଶ୍ରେଷ୍ଠ ଆଚରଣ। ତେଣୁ ପବିତ୍ର ହେଲେ ଯାଇ ପବିତ୍ର ଦୁନିଆର ମାଲିକ ହେବ। ବରଦାନ, କରି କରାଇବା ବାଲାର ସ୍ମୃତି ଦ୍ୱାରା ସହଜ ଯୋଗର ଅନୁଭବ କରୁଥିବା ସଫଳତା ମୂରତ ଭବ। ଯେକୌଣସି କାର୍ଯ୍ୟ କରୁଥାଉ ନା କାହିଁକି ସର୍ବଦା ଏହି ସ୍ମୃତି ରହିଥାଉ ଯେ ମୋତେ ଏହି କାର୍ଯ୍ୟର ନିମିତ୍ତ କରିବା ବାଲା ଶକ୍ତିଶାଳୀ ଆଧାର କିଏ। କାରଣ କୌଣସି ଶକ୍ତିଶାଳୀ ଆଧାର ବିନା କୌଣସି ବି କାର୍ଯ୍ୟରେ ସଫଳତା ମିଳିପାରିବ ନାହିଁ। ସେଥିପାଇଁ ଯାହା ବି କର୍ମ କର କେବଳ ଏହି କଥା ସ୍ମୃତିରେ ରଖ ଯେ ମୁଁ ନିମିତ୍ତ ଅଟେ। ମୋ ଦ୍ୱାରା କରାଇବା ବାଲା ସ୍ୱୟଂ ସର୍ବସମର୍ଥ ବାବା ଅଟନ୍ତି। ଯଦି ଏହି କଥାକୁ ସ୍ମୃତିରେ ରଖି କର୍ମ କରିବ ତେବେ ସହଜ ଯୋଗର ଅନୁଭୂତି ହୋଇ ଚାଲିବ। ପୁଣି ଏହି ସମୟରେ ସହଜ ଯୋଗ ସେଠାରେ ମଧ୍ୟ ସହଜରେ ରାଜ୍ୟ କରାଇବାର ନିମିତ୍ତ ହେବ। ଏଠିକାର ସଂସ୍କାର ହିଁ ସେଠାକୁ ନେଇକରି ଯିବ। ଆଜିର ସ୍ଲୋଗାନ, ଇଚ୍ଛା ଗୁଡ଼ିକ ଛାଇ ସଦୃଶ ଅଟେ। ଯଦି ତୁମେ ତାକୁ ପଛ କରିଦେବ ତେବେ ସେ ତୁମ ପଛେ ପଛେ ଆସିବ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ମଧୁରତା ଏଭଳି ଏକ ବିଶେଷ ଧାରଣା ଅଟେ ଯାହାକି କଡ଼ା ସଂସ୍କାରକୁ ମଧ୍ୟ ମଧୁର କରିଦେଇଥାଏ। ତୁମ ସମସ୍ତଙ୍କୁ ପରିବର୍ତ୍ତନ କରିବାର ଆଧାର ହେଲା ବାବାଙ୍କର 2 ପଦ ମିଠା କଥା। ମିଠା ମିଠା ପିଲାମାନେ, ତୁମେ ସମସ୍ତେ ମିଠା ଶୁଦ୍ଧ ଆତ୍ମା ଅଟ। ଏହି 2 ପଦ ମିଠା ବାଣୀ ହିଁ ତୁମକୁ ପରିବର୍ତ୍ତନ କରିଦେଇଛି। ବାବାଙ୍କର ମିଠା ଦୃଷ୍ଟି ହିଁ ତୁମକୁ ପରିବର୍ତ୍ତନ କରିଦେଇଛି। ସେହିପରି ତୁମେମାନେ ମଧ୍ୟ ନିଜର ମଧୁରତାର ଗୁଣ ଦ୍ୱାରା ଅନ୍ୟମାନଙ୍କୁ ମଧୁର କରିଦିଅ। ଏହିଭଳି ସମସ୍ତଙ୍କର ମୁଖ ମିଠା କର। ସର୍ବଦା ଏହି ମଧୁରତା ରୂପୀ ଉପହାରକୁ ସାଥିରେ ରଖିଥାଅ। ଏହାର ଆଧାରରେ ହିଁ ସର୍ବଦା ମିଠା ହୋଇ ରହିବ ଏବଂ ସମସ୍ତଙ୍କୁ ମିଠା କରିବ। ଓମ୍ ଶାନ୍ତି।